ଫିଟନେସ୍ ନଥାଇ ଗାଡ଼ି ଚାଲିଲା। ଅଙ୍ଗନବାଡ଼ି କର୍ମୀଙ୍କ ଜୀବନ ଗଲା। ବିଧାୟକଙ୍କ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ। ତୁମୁଡ଼ିବନ୍ଧ ବ୍ଲକ ବେଲଘର ଅଞ୍ଚଳରେ ଗତକାଲି ଶନିବାର ସରକାରୀ ବସ୍ ଧକ୍କାରେ ଜଣେ କର୍ତ୍ତବ୍ୟନିଷ୍ଠ ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ମଝିଆ ସେଠଙ୍କ ଜୀବନ ଚାଲିଗଲା। ଗାଡ଼ି ନମ୍ବର OD127027, ଯାହାର ଫିଟନେସ୍ କିମ୍ବା ପରମିଟ୍କୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ। ବିନା ଫିଟନେସ୍ରେ କିଭଳି ଗାଡ଼ି ରାସ୍ତାରେ ଗଡ଼ୁଥିଲା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଅନ୍ୟପଟେ ମୃତ ଅଙ୍ଗନବାଡ଼ି କର୍ମୀଙ୍କ ଶବକୁ ତୁମୁଡ଼ିବନ୍ଧ ମୁଖ୍ୟ ରାସ୍ତା ଉପରେ ପଥର ପକାଇ ଟାୟାର ଜାଳି ଶତାଧିକ ଅଙ୍ଗନବାଡ଼ି କର୍ମୀ ଅଞ୍ଚଳବାସୀ ରାସ୍ତାକୁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଉଭୟ ତୁମୁଡ଼ିବନ୍ଧଠାରୁ ମୁନିଗୁଡ଼ା ରାସ୍ତା, ତୁମୁଡ଼ିବନ୍ଧଠାରୁ ଫୁଲବାଣୀ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। ପାଖାପାଖି 10 ଘଣ୍ଟା ଧରି ରାସ୍ତାକୁ ଅବରୋଧ କରି ରଖିଥିଲେ ସ୍ଥାନୀୟ ପ୍ରଶାସନ। ପୋଲିସର ଚେଷ୍ଟା ସତ୍ତ୍ୱେ ରାସ୍ତା ରୋକ ହଟିନଥିଲା। ଶେଷରେ ବାଲିଗୁଡ଼ା ବିଜୁ ଜନତା ଦଳ ସଂଯୋଜକ ଟୁନା ଦାସଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବିଜେଡି ସଭାପତି ପ୍ରମୋଦ କୁମାର ସାହୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ନିଜ ହାତରୁ ବିଧାୟକ ଚକ୍ରମଣି କହଁର 50,000 ଟଙ୍କା, ପ୍ରମୋଦ କୁମାର ସାହୁ 50,000 ଟଙ୍କା ଏବଂ ବ୍ଲକ ପ୍ରଶାସନ 20,000 ଦେବା ସହ ସମସ୍ତ ସରକାରୀ ସହାୟତା ଯଥା ଶୀଘ୍ର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକ ହଟିଥିଲା। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ମୃତ ଶରୀରକୁ ଆଜି ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ନିଜ ଗ୍ରାମ ଉଷାବାଲିକୁ ନେଇଥିଲେ। ସେଠାରେ ତାଙ୍କର ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି। ବାଲିଗୁଡ଼ାରୁ ସୁରେଶ କୁମାର ପଣ୍ଡାଙ୍କ ରିପୋର୍ଟ, ଦି ଉତ୍କଳ।